ସାଙ୍ଗମାନେ ଆପଣ ନୋଟିସ୍ କରିଥିବେ ଯେତେବେଳେ ଆପଣ ଷ୍ଟ୍ରଗଲ୍ କରୁଥାନ୍ତି ସେତେବେଳେ ଲୋକେ କୁହନ୍ତି ଭାଇ ତୁ ଟେନସନ୍ ନେନି, ମୁଁ ଅଛି ନା, ସବୁ ଠିକ୍ ହେଇଯିବ। କିନ୍ତୁ ଯେଉଁଦିନ ଆପଣ ଉପରକୁ ଉଠିବାକୁ ଲାଗନ୍ତି ସେଇଦିନ ଲୋକମାନେ ଚୁପ୍ ହେଇଯାଆନ୍ତି। ଆଜିର ଭିଡ଼ିଓ ଏଇ ସତ ଉପରେ ଆଧାରିତ କି ଲୋକେ ତୁମ ଯନ୍ତ୍ରଣା ସେ ପର୍ଯ୍ୟନ୍ତ ଶୁଣନ୍ତି ଯେ ପର୍ଯ୍ୟନ୍ତ ତୁମେ ଜିତି ନାହ, ଆଉ ଯେଉଁଦିନ ତୁମେ ଜିତିଯାଅ ସେଇଦିନ ସେମାନେ ଜେଲସ୍ ଫିଲ୍ କରନ୍ତି। ଆଶିଷ ବୋଲି ଜଣେ ପିଲା ଥିଲା, ବହୁତ ସିମ୍ପଲ୍, ପରିଶ୍ରମୀ, କିନ୍ତୁ ଜୀବନ ତାକୁ ଗୋଟିଏ ପରେ ଗୋଟିଏ ଧକ୍କା ଦେଇ ଚାଲିଥିଲା। ଜବ୍ ନାହିଁ, ପଇସା ନାହିଁ, କିନ୍ତୁ ମନରେ ବଡ଼ ସ୍ୱପ୍ନ। ଯେବେ ସେ ଫେଲ୍ ହେଉଥିଲା ସେବେ ଲୋକେ ଫୋନ୍ କରୁଥିଲେ, ଭାଇ କ'ଣ ହେଲା, ମନ ଛୋଟ କରନି, ସବୁ ଠିକ୍ ହେଇଯିବ। ତାର ଦୁଃଖ କଥାକୁ ବହୁତ ଲୋକ ଚା ଖଟିରେ ଚର୍ଚ୍ଚା କରୁଥିଲେ। ତାର ପ୍ରୋବ୍ଲେମ୍ ସମସ୍ତଙ୍କୁ ଇଣ୍ଟରେଷ୍ଟିଂ ଲାଗୁଥିଲା। ତ ଏମିତି କିଛି ଦିନ ଗଲା ପରେ ଆଶିଷ କାନ୍ଦିବା ବନ୍ଦ କରିଦେଲା, କମ୍ପ୍ଲେନ୍ କରିବା ବନ୍ଦ କରିଦେଲା, ଆଉ ଅଧିକ କାମ କରିବା ଆରମ୍ଭ କଲା। ସିଏ ଥକି ଯାଉଥିଲା କିନ୍ତୁ ରହୁନଥିଲା। ଧୀରେ ଧୀରେ ରେଜଲ୍ଟ ଆସିବାକୁ ଲାଗିଲା, ଛୋଟ ରେଜଲ୍ଟ କିନ୍ତୁ ରିଏଲ୍। ଆଉ ଏହିଠାରୁ ସବୁକିଛି ବଦଳିବାକୁ ଲାଗିଲା। ଏବେ ତା ପାଖକୁ କମ୍ ଫୋନ୍ ଆସିବାକୁ ଲାଗିଲା। ଯେଉଁ ଲୋକମାନେ ପୂର୍ବରୁ କହୁଥିଲେ କି ମୁଁ ଅଛି ନା, ଏବେ କହୁଛନ୍ତି ଭାଇ ତୁ ତ ବଦଳି ଗଲୁଣି। ସାଙ୍ଗମାନେ, ସତ ଏଇଆ ଥିଲା, ଆଶିଷର ଦୁଃଖ ଏବେ ଆଉ କାହାକୁ ଇଣ୍ଟରେଷ୍ଟିଂ ଲାଗୁନଥିଲା। କାହିଁକି ନା ଆଶିଷ ଏବେ ଆଉ ପୀଡ଼ିତ ହେଇ ରହିଲାନି। ଆଉ ଏ ଦୁନିଆ ପୀଡ଼ିତ ଲୋକଙ୍କୁ ସହାନୁଭୂତି ଦେଖାଏ, ବିଜେତା ଲୋକଙ୍କୁ ଈର୍ଷା କରେ, ଜେଲସି କରେ। ସାଙ୍ଗମାନେ, ଆକ୍ଚୁଆଲି ସତ କଥା କହିବାକୁ ଗଲେ ଲୋକମାନେ ତୁମକୁ ପସନ୍ଦ କରନ୍ତିନି, ତୁମ ପୋଜିସନକୁ ପସନ୍ଦ କରନ୍ତି। ଯେତେବେଳେ ତୁମେ ତଳେ ଥାଅ ସେତେବେଳେ ତୁମେ ଲୋକଙ୍କୁ ସୁରକ୍ଷିତ ଲାଗ, କିନ୍ତୁ ଯେତେବେଳେ ତୁମେ ଉପରକୁ ଉଠିଯାଅ ସେତେବେଳେ ତୁମେ ଲୋକମାନଙ୍କୁ ଡେଞ୍ଜରିୟସ୍ ଲାଗ। ଏଥିପାଇଁ ମନେ ରଖନ୍ତୁ, ଯେବେ ଲୋକମାନେ ତୁମ ଯନ୍ତ୍ରଣାକୁ ଶୁଣିବା ବନ୍ଦ କରିବେ ସେବେ ବୁଝିଯିବେ କି ତୁମେ ସଠିକ୍ ଡାଇରେକ୍ସନରେ ଯାଉଛ। ଏଥିପାଇଁ ସମସ୍ତଙ୍କୁ ନିଜର ଦୁଃଖ କାହାଣୀ ଶୁଣିବା ବନ୍ଦ କରନ୍ତୁ। ଚୁପ୍ ରହିକି ନିଜ କାମ ସାଇଲେଣ୍ଟଲି କରିଚାଲନ୍ତୁ, କାରଣ ଲୋକେ ତୁମ କାହାଣୀ ନୁହେଁ, ତୁମ ରେଜଲ୍ଟ ଦେଖିବାକୁ ଚାହାନ୍ତି। ଆଉ ଯେଉଁଦିନ ତୁମେ ଜିତିଯିବ ସେଇଦିନ ତୁମକୁ କାହାରିକୁ ବୁଝିବା ପାଇଁ ପଡ଼ିବନି କି ବୁଝିବାକୁ ପଡ଼ିବନି, ସେଦିନ ତୁମ ରେଜଲ୍ଟ କଥା କହିବ।